नमस्कार। ମୁଁ ନିବେଦିତା ପାଗଳ ବେହେରା ସିଂପୁର ବିଞ୍ଝାରପୁର ଯାଜପୁର। ଅଗଷ୍ଟ 15 ପାଇଁ ମୋର ସବୁ ଦେଶବାସୀଙ୍କୁ ଭକ୍ତିଭରା ପ୍ରଣାମ। ଭରସା ୟୁଟ୍ୟୁବ୍ ଚ୍ୟାନେଲକୁ ମୋର ଧନ୍ୟବାଦ ଏବଂ ପ୍ରଭାତ ଦେବୀଙ୍କୁ ଧନ୍ୟବାଦ ଅର୍ପଣ କରି ଆସନ୍ତୁ ଶୁଣିବା ଦେଶପ୍ରେମୀ ଗଳ୍ପ, ଯାହାର ନାଁ ରହିଛି ଶହୀଦ ଲକ୍ଷ୍ମଣ ନାୟକ। 1899 ମସିହାରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମଣ ନାୟକ। ତେନ୍ତୁଳି ଗୁମା ଅଞ୍ଚଳରେ ସେ ଥିଲା ଅବିଭକ୍ତ କୋରାପୁଟ ଜିଲ୍ଲା। ଲକ୍ଷ୍ମଣ ନାୟକ ନିଜ କାମ ନିଜେ କରିବାକୁ ଖୁବ୍ ଭଲ ପାଉଥିଲେ। ବାପାଙ୍କ ପରି ସେ କର୍ମବୀର ଥିଲେ, କର୍ମଠ ଥିଲେ। ମନ ଭିତରେ ଭେଦଭାବ ନଥିଲା, ପର ଆପଣା ମନୋଭାବ ନଥିଲା। ସମସ୍ତଙ୍କ ସାଙ୍ଗରେ ଭଲ ପାଉଥିଲେ, ସମସ୍ତଙ୍କୁ ଭଲ ପାଉଥିଲେ, ସମସ୍ତଙ୍କ ସାଙ୍ଗରେ ଚଳି ଯାଉଥିଲେ। ଲକ୍ଷ୍ମଣ ନାୟକଙ୍କ ବାପାଙ୍କ ନାମ ଥିଲା ପଦ୍ମନାଭ ନାୟକ। ମାତ୍ର 19 ବର୍ଷ ବୟସରେ ସେ ବିବାହ କରିଥିଲେ। ବାହାଘରର 2 ବର୍ଷ ପରେ ତାଙ୍କର ପୁଅଟିଏ ହୋଇଥିଲା। ପୁଅଟିର ନାମ ଥିଲା ରଘୁନାଥ। ବାପା ପଦ୍ମନାଭ ବୁଢ଼ା ହୋଇଯିବାରୁ ଦାୟିତ୍ୱ ସମ୍ଭାଳି ପାରିଲେନି। ତାଙ୍କ ଜାଗାରେ ମୁସ୍ତାଦାର ବାଛିଲେ ତାଙ୍କ ପୁଅ ଲକ୍ଷ୍ମଣ ନାୟକଙ୍କୁ। ସ୍ୱୀକାର କଲେ ଜୟପୁର ରାଜା। ଲକ୍ଷ୍ମଣଙ୍କର ବାପାଙ୍କ ନାମ ପୂର୍ବରୁ ପଦ୍ମନାଭ ଭୂୟାଁ ଥିଲା, ପରେ ନାୟକ ହେଇଛି। ସେହିପରି ଲକ୍ଷ୍ମଣ ଭୂୟାଁ ପରିବର୍ତ୍ତେ ଲକ୍ଷ୍ମଣଙ୍କ ନାୟକ ଭାବେ ସେ ପରିଚିତ ହେଲେ ଦେଶ ଦୁନିଆରେ। ସ୍ୱାଧୀନତା ସଂଗ୍ରାମୀମାନେ ସେତେବେଳେ ଜୋରଦାର ଆନ୍ଦୋଳନ ଜାରି ରଖିଥିଲେ ଇଂରେଜମାନଙ୍କ ବିରୁଦ୍ଧରେ। 1930 ମସିହା କଥା। ଲବଣ ସତ୍ୟାଗ୍ରହ ପ୍ରଭାବ ଖୁବ୍ ଜୋରରେ ପଡ଼ିଥାଏ। ବାଦ ପଡ଼ିନି କୋରାପୁଟ ଜିଲ୍ଲା। ରାଧାକୃଷ୍ଣ ବିଶ୍ୱାସ ରାୟ ସଂଗ୍ରାମୀ କୋରାପୁଟର। ସ୍ୱାଧୀନତା ସଂଗ୍ରାମକୁ ସେ ଦୃଢ଼ କରିଥିଲେ ଏବଂ ସଂଗ୍ରାମୀମାନଙ୍କୁ ସେ ସାହସ ଦେଉଥିଲେ। ସଂଗ୍ରାମୀମାନେ ଭୟ କରୁନଥିଲେ ଇଂରେଜମାନଙ୍କୁ। ବରପୁତ୍ର ଲକ୍ଷ୍ମଣ ନାୟକ ଥିଲେ ଆଗରେ। ସଭା ସମିତିରେ ସେ ସବୁଆଡ଼େ ଯୋଗଦାନ କରୁଥିଲେ, ଯେହେତୁ ସେ ଜଣେ ମୁସ୍ତାଦାର ଥିଲେ। ରାଧାମୋହନ ସାହୁ, ରାଧାକୃଷ୍ଣ ବିଶ୍ୱାସ ରାୟ, ନୀଳକଣ୍ଠ ପାତ୍ର ଏମାନଙ୍କ ସଂସ୍ପର୍ଶରେ ଆସି ଲକ୍ଷ୍ମଣ ନାୟକ କଂଗ୍ରେସରେ ମିଶିଲେ। ମୁକ୍ତି କଂଗ୍ରେସ ଗଠନ କଲେ। ପ୍ରଥମ ବିଶ୍ୱଯୁଦ୍ଧ ସରିବା ପରେ ସ୍ୱାଧୀନତା ଭାରତକୁ ଦେବା ପାଇଁ ଇଂରେଜମାନେ କିଛି ପଦକ୍ଷେପ ନେଲେ ନାହିଁ। ସଂଗ୍ରାମୀମାନେ ସରକାରଙ୍କୁ ଅସହଯୋଗ କଲେ, ଯାହାଫଳରେ ସତ୍ୟାଗ୍ରହ ଆନ୍ଦୋଳନ ସୃଷ୍ଟି ହେଲା। 1940 ମସିହା ଡିସେମ୍ବର ମାସରେ ରାମଗିରି ଫାଣ୍ଡି ଆଗରେ ସତ୍ୟାଗ୍ରହ କରି ଗିରଫ ହେଲେ ଲକ୍ଷ୍ମଣ ନାୟକ। 9 ବର୍ଷ ସଶ୍ରମ କାରାଦଣ୍ଡ କୋରାପୁଟ ଜେଲରେ ଭୋଗୁଥାନ୍ତି। ଦୁଃଖମୟ ସେ ବନ୍ଦୀର ଜୀବନ। ଖଟଣି ପ୍ରବଳ। ଗୋଡ଼ି ମିଶା ଭାତ, ପୋଡ଼ା ମାଣ୍ଡିଆ, ରୁଟି, ପାଣିଆ ଡାଲି ଖାଇବାକୁ ମିଳୁଥିଲା। ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିବାକୁ ପଡ଼ୁଥିଲା। ହାତ ଗୋଡ଼ରେ ବେଢ଼ି ପଡ଼ୁଥିଲା। ତା ଧରେ ପ୍ରବଳ ଖଟଣି। ଏସବୁ ଅନ୍ୟାୟ, ଅତ୍ୟାଚାର, ଅନୀତିକି ଖୁବ୍ ନୀରବରେ ସହି ଯାଉଥିଲେ ଦେଶପ୍ରେମୀ ଲକ୍ଷ୍ମଣ ନାୟକ। ଛାତିଥରା ଦୁଃଖକୁ ସେ ନିଜ ଭିତରେ ଅନୁଭବ କରୁଥିଲେ। ତା ଭିତରେ ମୁସ୍ତାଦାର ପଦବୀ ଚାଲିଗଲା। ସେଥିରେ ବି ସେ ବିଚଳିତ ହେଲେ ନାହିଁ କି ଦୁଃଖ କରିଲେ ନାହିଁ। ଦୁଃଖ କହିଲେ ନ ସରେ ମାଟି ମାର। ମାର ଦୁଃଖକୁ ସେ ଜାଣିଥିଲେ। 1942 ମସିହା ଅଗଷ୍ଟ 15 ତାରିଖ ଘେରାଉ ହେଲା ଜୟପୁର ତାଲୁକ ଅଫିସ।
ପ୍ରବଳ ଝଡ଼ ଉତ୍ତେଜନା ସୃଷ୍ଟି ହେଲା। ସେଥିରେ ଲକ୍ଷ୍ମଣ ନାୟକ ଅଗଷ୍ଟ 17, 18, 19 ତାରିଖରେ ମଦ ଦୋକାନ ଘେରାଉ କରିଥିଲେ। ସେଠି ବି ଲକ୍ଷ୍ମଣ ନାୟକ ଥିଲେ ଆଗରେ। ତେଣୁ ସମସ୍ତଙ୍କର ରାଗ ରହିଗଲା ଲକ୍ଷ୍ମଣ ନାୟକଙ୍କ ଉପରେ। ଅଗଷ୍ଟ 21 ତାରିଖ ପହଞ୍ଚିଲା ଖବର ପୋଲିସ ପାଖରେ। ମାତିଲ ଥାନା ଘେରାଉ କରିବେ ବୋଲି ଏକଜୁଟ ହେଉଛନ୍ତି ହଜାର ହଜାର ଦେଶପ୍ରେମୀମାନେ। ସେଠି ଲକ୍ଷ୍ମଣ ନାୟକ ଦଳର ଦାୟିତ୍ୱ ନେଉଥାନ୍ତି। ବେଶ ଭିଡ଼ ଜମିଥାଏ। ବାଧା ଦେଉଥାଏ ସଂଗ୍ରାମୀମାନଙ୍କୁ ପୁଲିସ। ଠେଲାପେଲା ଭିଡ଼ ଭିତରେ ପୁଲିସ ଗୁଳି ଫୁଟାଇଲା, ଯାହାଫଳରେ ଅଘଟଣ ଘଟିଗଲା। ପୋଲିସ ଗୁଳିରେ ଫରେଷ୍ଟ ଗାର୍ଡ ଜି ରାମାରାୟଙ୍କର ମୃତ୍ୟୁ ହେଲା। ପୋଲିସ ନିଜେ ମାରିଥିବାରୁ ନିଜ ଲୋକଙ୍କୁ ସେ ଡରିଗଲା। ଜି ରାମାରାୟଙ୍କର ମୃତ୍ୟୁ ଫନ୍ଦିଫିକର କରି ଦେଶପ୍ରେମୀ ଲକ୍ଷ୍ମଣ ନାୟକ ଏବଂ ବଳରାମ ପୂଜାରୀଙ୍କୁ ଦାୟୀ କଲେ। ପୋଲିସ ଥାନା ଘେରାଉ ଓ ରାମାରାୟଙ୍କର ମୃତ୍ୟୁ ପାଇଁ ଦେଶପ୍ରେମୀ ଲକ୍ଷ୍ମଣଙ୍କ ବିରୁଦ୍ଧରେ କରାଗଲା ମକଦ୍ଦମା। ତେନ୍ତୁଳିଗୁମା ଗାଁକୁ ଘେରାଉ କରି ଗିରଫ କଲେ ଲକ୍ଷ୍ମଣ ନାୟକଙ୍କୁ। ମିଥ୍ୟା ମକଦ୍ଦମାରେ ତାଙ୍କର ସାଥୀମାନେ ମଧ୍ୟ ଗିରଫ ହେଲେ। ରାୟ ପ୍ରକାଶ ପାଇଲା। 1942 ମସିହା ନଭେମ୍ବର ମାସରେ ସେ ଦଣ୍ଡିତ ହେଲେ ଫାଶୀ ଦଣ୍ଡରେ। ଲକ୍ଷ୍ମଣ ନାୟକ 1943 ମସିହା ମାର୍ଚ୍ଚ 29 ତାରିଖ। ବାକି ଥାଏ ମୁହୂର୍ତ୍ତ ଅଳ୍ପ ସକାଳ 5ଟା ହେବା ପାଇଁ। କର୍ମଚାରୀ ଜେଲର ଫାଶୀଖୁଣ୍ଟ ଆଡ଼କୁ ଚାଲିଲେ ଏବଂ ଲକ୍ଷ୍ମଣ ନାୟକ ବି ଆଗେଇ ଚାଲିଲେ ଫାଶୀଖୁଣ୍ଟ ଆଡ଼କୁ। ପାଟିରେ ଥିଲା ରାମଧୁନି। ରଘୁପତି ରାଘବ ରାଜାରାମ, ପତିତ ପାବନ ସୀତାରାମ, ମଙ୍ଗଳ ପରଶନ ରାଜାରାମ, ପତିତ ପାବନ ସୀତାରାମ, ଈଶ୍ୱର ଆଲ୍ଲା ତେରେ ନାମ, ସବକୁ ସନମତି ଦେ ଭଗବାନ, ରଘୁପତି ରାଘବ ରାଜାରାମ। ମୁହଁରେ ଆସିଥିଲା ବାହାରି ଶେଷ ବାକ୍ୟ ଲକ୍ଷ୍ମଣଙ୍କର ପାଟିରୁ, ମା ମୋର ନିଶ୍ଚୟ ସ୍ୱାଧୀନ ହେବ। ଆକାଶରେ ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ତାରା ଉଣୁଥିବେ, ଯଦି ସୂର୍ଯ୍ୟ ଚନ୍ଦ୍ର ତାରା ସତ, ତାହେଲେ କିଛି କ୍ଷଣ ଭିତରେ ମୋ ଜୀବନ ଦୀପ ଲିଭି ଯାଇପାରେ। ମୁଁ ଗଲା ପରେ ବି ଏ ମାଟି ମା, ଏ ଭାରତ ମା ନିଶ୍ଚୟ ସ୍ୱାଧୀନ ହେବ। ଏହା ମୁଁ ଦୃଢ଼ ସଂକଳ୍ପରେ କହୁଛି। କିଛି କ୍ଷଣ ଭିତରେ ଜୀବନ ଦୀପ ଲିଭିଗଲା। ଫାଶୀଖୁଣ୍ଟରେ ଝରି ପଡ଼ିଲା ଲକ୍ଷ୍ମଣଙ୍କର ଶରୀର। ମାଟିରେ ଲୀନ ହେଲା ପାର୍ଥିବ ଶରୀର। ଅମର ହୋଇ ରହିଗଲେ ଜନମାନସରେ ସବୁଦିନ ପାଇଁ ଦେଶପ୍ରେମୀ ଲକ୍ଷ୍ମଣ ନାୟକ। ପ୍ରତିଟି ଓଡ଼ିଆଙ୍କ ହୃଦୟ ଭିତରେ ଆଜି ବି ସେ ସାଇତା ହୋଇ ରହିଛନ୍ତି। ତାଙ୍କର ଅଲିଭା କାହାଣୀ, ତାଙ୍କର ଦେଶ ପ୍ରତି ଥିବା ଯେଉଁ ବଳିଦାନ ଦେଇ ଯାଇଛନ୍ତି, ତାହା ବର୍ଣ୍ଣନା କରିବାକୁ ମୋ ପାଖରେ ଭାଷା ନାହିଁ। ଭକ୍ତି ସହକାରେ ମୁଁ ତାଙ୍କୁ ମଥାନତ ପ୍ରଣାମ ଜଣାଉଛି। ସେହି ମହାନ ଦେଶପ୍ରେମୀଙ୍କୁ। ବନ୍ଦେ ଉତ୍କଳ ଜନନୀ। ଜୟ ହିନ୍ଦ। ନମସ୍କାର।